କାଳବୈଶାଖୀରେ ଉଡ଼ିଗଲା ଛପର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦରରେ ରାତି 8:30ରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବା ସହ ବର୍ଷା ଯୋଗୁଁ କଲ୍ୟାଣୀ ସିଂହପୁର ଭୈରବୀ କଲୋନୀର ରୁଣିକାଡ୍ରାଙ୍କ ଘରର ଟିଣ ସମ୍ପୂର୍ଣ୍ଣ ଭାବେ ଉଡ଼ି ଯାଇଛି। ଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ଲୋକେ। ଫଳରେ ରୁଣିଙ୍କ ପରିବାର ପଡ଼ୋଶୀ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଘରର ଟିଣ ଛପର ଉଡ଼ିଯିବା ପରେ ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ ରୁଣି ଚିନ୍ତାରେ ପଡ଼ିଛନ୍ତି। ରୁଣି ଦିନ ମଜୁରିଆ ହୋଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରତିନିଧି ବିଶ୍ୱନାଥ ମାଣ୍ଡିକା ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ହିନ୍ଦୋଳରେ ବଣୁଆ ହାତୀକୁ ମାରି ପୋତି ଦେଲେ, ବନ ବିଭାଗ ଦ୍ୱାରା ଫାର୍ମ ହାଉସ ସିଲ୍। ଫାର୍ମ ମାଲିକ ସମେତ 3 ଅଟକ। ପ୍ରାପ୍ତ ସୂଚନା କ୍ରମେ 3-4 ଦିନ ତଳେ ଏକ ହାତୀକୁ ମାରି ହିନ୍ଦୋଳ କାନ୍ଦରାଶୁଣି ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ ପରିସରରେ ପୋତି ଦିଆଯାଇଥିବାର ସଙ୍ଗୀନ ଅଭିଯୋଗ ପରେ ହିନ୍ଦୋଳ ବନ ବିଭାଗ ଦେଖାଇଛି ତତ୍ପରତା। କର୍ମଚାରୀମାନଙ୍କ ଦ୍ୱାରା ଛାନଭିନ୍ ପୂର୍ବକ ହାତୀ ପୋତା ଯାଇଥିବା ସ୍ଥାନ ଚିହ୍ନଟ ପରେ ଆଜି ସୋମବାର ଦିନ ଖୋଳା ହୋଇ ହାତୀକୁ ବାହାର କରାଯାଇଛି ବୋଲି ସୂଚନା ମିଳିଛି। ଫାର୍ମ ହାଉସର ମାଲିକଙ୍କ ସମେତ 3 ଜଣଙ୍କୁ ଅଟକ ରଖାଯାଇଛି। ତେବେ ଘଟଣାକ୍ରମେ ହିନ୍ଦୋଳ ଏନ୍ଏସି ଓ କାନ୍ଦୁରାଶୁଣି ଅଞ୍ଚଳ 14 ନମ୍ବର ୱାର୍ଡ ଚରଣପୁର ଠାରେ ହିନ୍ଦୋଳ ଆଞ୍ଚଳିକ କଲେଜର କିଛି ଦୂରରେ ମାଲିକ କୁବେର ରାଜଙ୍କ 4 ଏକର ଜମିରେ ଥିବା ଫାର୍ମ ହାଉସରେ ହାତୀ ପୋତା ଯାଇଥିବା ନିଜେ ମାଲିକ ସ୍ୱୀକାର କରିଛନ୍ତି। ମାଲିକଙ୍କ ସୂଚନା କ୍ରମେ ବନ କର୍ମଚାରୀଙ୍କ ଦ୍ୱାରା ଗତ ପରିବାର ଅପରାହ୍ନରେ ହାତୀ ପୋତା ହୋଇଯାଇଥିବା ସ୍ଥାନ ଚିହ୍ନଟ କରାଯାଇଥିଲା। ତେବେ ସେହି ଜାଗାକୁ ବନ ବିଭାଗ କର୍ମଚାରୀ ମାନେ ଜଗି ରହିବା ସହିତ ଆବଦ୍ଧ କରିଥିଲେ। ଘଟଣାସ୍ଥଳକୁ ସାଧାରଣ ଜନତାଙ୍କୁ ପାଖକୁ ନ ଯିବା ପାଇଁ ବାରଣ କରାଯାଇଥିଲା। ଆଜି ସୋମବାର ଦିନ ଜେସିବି ସାହାଯ୍ୟରେ ଖୋଳାଯାଇ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି ବୋଲି ଯାହା ସୂଚନା ମିଳୁଛି। ଫାର୍ମ ହାଉସ ଚତୁଃପାର୍ଶ୍ୱରେ ସୋଲାର ଲାଇଟ ଓ ବାରର ବ୍ୟବସ୍ଥା ହୋଇଥିବା ବେଳେ ସୋଲାର ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ବନ ବିଭାଗକୁ ଖବର ନ ଜଣାଇ ତରବରିଆ ଭାବେ ହାତୀକୁ ପୋତି ଦେବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ତେବେ ହାତୀଟିକୁର ଶବ ବ୍ୟବଚ୍ଛେଦ ପରେ ସୌର ବିଦ୍ୟୁତ ଆଘାତରେ ବା ଅନ୍ୟ କୌଣସି କାରଣରୁ ହାତୀର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହେବ। ଢେଙ୍କାନାଳ ଏସ୍ପିଏଫ୍ କୁଞ୍ଜ ବିହାରୀ ନାୟକଙ୍କ ସମେତ ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀ, ଫରେଷ୍ଟର ଦୀପ୍ତି ରଞ୍ଜନ ଆଚାର୍ଯ୍ୟ, ଫରେଷ୍ଟ ଗାର୍ଡ ଦୀପୁ ରଞ୍ଜନ ଖିଲାର ଓ ହିନ୍ଦୋଳ ପୋଲିସ ଉପସ୍ଥିତିରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଫାର୍ମ ମାଲିକ କୁବେର ରାଜଙ୍କ ସମେତ କୁନୁ ଭୁତିଆ, ରାଜୁ ଚୌଧୁରୀଙ୍କ ବନ ବିଭାଗ କାର୍ଯ୍ୟାଳୟରେ ଅଟକ ରଖାଯାଇଛି। ହାତୀଟିକୁ ମାରି ଦୁର୍ବୃତ୍ତମାନେ ଦାନ୍ତ ଲୁଟି ନେଇଥିବାର ସନ୍ଦେହ କରାଯାଉଥିଲେ ମଧ୍ୟ ପଶୁ ବିଶେଷଜ୍ଞଙ୍କ ମତରେ ଏହା 25ରୁ 30 ବର୍ଷ ହାତୀ ଯାହାର ଦାନ୍ତ ନଥାଏ ମାଖାନା ବୋଲି କୁହାଯାଏ ବୋଲି କହନ୍ତି। ପ୍ରକାଶ ଥାଉ କି କୁବେର ରାଜାଙ୍କର ଫାର୍ମ ହାଉସ 4 ଏକର ଜାଗାରେ ହୋଇଥିବା ବେଳେ ସେ ନିଜ ଫାର୍ମ ହାଉସଟିକୁ 8 ଏକର ପର୍ଯ୍ୟନ୍ତ ବିସ୍ତୃତ ଜମିରେ ନିଜର ମାଲିକାନା ହାଜିର କରୁଥିବାର ସୂଚନା ରାଜସ୍ୱ ଅଧିକାରୀଙ୍କ ପାଖରେ ଖବର ନାହିଁ ବୋଲି ଯାହା ଶୁଣିବାକୁ ମିଳିଛି। ଅପାରଗ ବନ ବିଭାଗ ଯୋଗୁଁ ହିନ୍ଦୋଳରେ ହାତୀଜନିତ ମୃତ ସଂଖ୍ୟା ତଥା ହାତୀମାନଙ୍କର ମୃତ୍ୟୁ ବଢି ଚାଲିଥିବା ବେଳେ ଜମି ତଥା ହାତୀର ଶବ ହଡପକାରୀଙ୍କ ପରିଚାଳନା ତଥା ମତିଗତି ଉପରେ ଢେଙ୍କାନାଳଙ୍କ ଡିଏଫ୍ଓ ଏବଂ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେଲେ ହୁଏତ ଆହୁରି କିଛି କେଳେଙ୍କାରୀଙ୍କ ପଦାକୁ ଆସିବ ବୋଲି ଆଶା କରାଯାଇପାରେ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ଠିକାଦାରକୁ ମିଳୁନି ବିଲ୍, ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ପକାଇଲେ ତାଲା। ବହଳଦା 1/6/2026 ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜୈନିକ ଠିକାଦାର ବିଲ୍ ନ ମିଳିବା ପ୍ରତିବାଦରେ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ସୂଚନା ଅନୁସାରେ ଗୟଳପଟା ଗ୍ରାମର ନାରାୟଣ ମହାନ୍ତି ଗତ 2 ବର୍ଷ ତଳେ ବହଳଦା ବ୍ଲକରୁ କାର୍ଯ୍ୟଦେଶ ପାଇଁ ମହୁଲଦୁଗା ଗ୍ରାମରେ ଲକ୍ଷ୍ମୀ ପୂଜା ମଣ୍ଡପ ଗୃହ ନିର୍ମାଣ କରିଥିଲେ। ଯେଉଁ ପ୍ରକଳ୍ପର ସମସ୍ତ ଟଙ୍କା ବ୍ଲକରେ ଚୋରି ହୋଇଛି ବୋଲି କହିଥିବା ବେଳେ ପ୍ରକଳ୍ପ କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତିଙ୍କୁ ପ୍ରକଳ୍ପର ଟଙ୍କା ଏଯାଏଁ ମିଳିପାରି ନାହିଁ। ସେହିପରି ପଞ୍ଚାୟତ ପକ୍ଷରୁ ନିର୍ଦ୍ଦେଶ ପାଇଁ ଠାକୁର ଦାବି
ଠାକୁରବାଡ଼ି ପ୍ରାଥମିକ ବିଦ୍ୟାଳୟର ମରାମତି ନିମନ୍ତେ 1,13,000 ଟଙ୍କା ବ୍ୟୟବଧାନରେ ବିଦ୍ୟାଳୟର ମରାମତି ହୋଇ 2 ବର୍ଷ ବିତି ଯାଇଥିଲେ ମଧ୍ୟ ଠିକାଦାରକୁ ବିଲ୍ ରାଶି ମିଳିନଥିବା ବେଳେ ବ୍ଲକ କାର୍ଯ୍ୟାଳୟରୁ ଫେରାଇ ମଧ୍ୟ ହଜିଯାଇ ଅଭିଯୋଗ ହୋଇଛି। ଏନେଇ ଶ୍ରୀଯୁକ୍ତ ମହାନ୍ତି ବାରମ୍ବାର 6 ଥର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କେବଳ ତଦନ୍ତରେ ସୀମିତ ରହି ନ୍ୟାୟ ପାଇବାକୁ ବଞ୍ଚିତ ହୋଇଛନ୍ତି। ତେଣୁ ବାଧ୍ୟ ହୋଇ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଠିକାଦାର ମହୋଦୟ। ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିବା ଫଳରେ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ସାଧାରଣ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ତେବେ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲିବା ନେଇ ପ୍ରଶାସନ କ'ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।